ଦ୍ୱାପର ଯୁଗରେ ଥରେ ମହାରାଜ ଯୁଧିଷ୍ଠିର ଭଗବାନଙ୍କୁ ପଚାରିଲେ, ପୌଷ ମାସର ଶୁକ୍ଳପକ୍ଷର ଏକାଦଶୀର ନାମ କ'ଣ? ଭଗବାନ ଶ୍ରୀକୃଷ୍ଣ କହିଲେ, ଏହି ଏକାଦଶୀର ନାମ ପୁତ୍ରଦା ଏକାଦଶୀ। ଏହି ଏକାଦଶୀ ବ୍ରତ ରଖିଲେ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ ହୁଏ। ଏହି ବ୍ରତ କରିଲେ ନିଃସନ୍ତାନମାନେ ସନ୍ତାନ ପ୍ରାପ୍ତି କରିଥାନ୍ତି। ଭଗବାନ ଶ୍ରୀକୃଷ୍ଣ କହିଲେ, ମୁଁ ଏହି ପୁତ୍ରଦା ଏକାଦଶୀର ଗୋଟେ କାହାଣୀ କହୁଛି ଶୁଣ। ଦିନକର କଥା, ଭଦ୍ରାବତୀ ନାମକ ଗୋଟେ ଗାଁରେ ସୁକେତୀ ନାମରେ ଜଣେ ରାଜା ଥିଲେ। ତାଙ୍କ ପତ୍ନୀଙ୍କ ନାମ ଥିଲା ସବ୍ୟା। ରାଜାଙ୍କ ପାଖରେ ଧନ, ଐଶ୍ୱର୍ଯ୍ୟ, ମାନ ସମ୍ମାନର କିଛି ଅଭାବ ନଥିଲା, କିନ୍ତୁ ତାଙ୍କର କୌଣସି ସନ୍ତାନ ନଥିଲେ। ସେଥିପାଇଁ ରାଜାରାଣୀ ବହୁ ଚିନ୍ତାରେ ରହୁଥିଲେ। ସେମାନେ ଚିନ୍ତା କରୁଥିଲେ କି ଆମର ପିଣ୍ଡଦାନ କିଏ କରିବ? ପୁତ୍ର ବିନା ମୁଁ ପିତୃପୁରୁଷ ଓ ଦେବତାମାନଙ୍କର ଋଣ କେମିତି ପରିଶୋଧ କରିବି? ମୁଁ ନିଶ୍ଚିନ୍ତ ପୂର୍ବଜନ୍ମରେ କିଛି ପାପ କରିଛି, ସେଥିପାଇଁ ମୋର ସନ୍ତାନ ନାହିଁ। ଦିନେ ରାଜା ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ଭାବିଲେ, କିନ୍ତୁ ଆତ୍ମହତ୍ୟା ଘୋର ପାପ ବୋଲି ଭାବି ନିଜ ଘୋଡ଼ା ଧରି ଜଙ୍ଗଲକୁ ଚାଲିଗଲେ। ସେଠାରେ ଗଛଲତା, ପଶୁ ପକ୍ଷୀଙ୍କୁ ଦେଖି ଦେଖି ଆଗକୁ ଯାଉଥିଲେ। ଠିକ୍ ସେତିକିବେଳେ ଗୋଟେ ହାତୀ ତାର ସ୍ତ୍ରୀ ଆଉ ପିଲାଙ୍କ ସହିତ ଯାଉଥିଲା। ତାଙ୍କୁ ଦେଖି ସେ ଭାବିଲା, ମୁଁ ଏତେ ଦାନ୍ୟ ପୁଣ୍ୟ କରିଛି, ବ୍ରାହ୍ମଣ ଭୋଜନ କରାଇଛି, ତଥାପି ନିଃସନ୍ତାନ ଅଛି। ମୁଁ କ'ଣ କରିବି ବୋଲି ଭାବି ଭାବି ଆଗକୁ ଯାଇ ଦେଖିଲେ ଗୋଟେ ପଦ୍ମ ପୋଖରୀରେ ଫୁଲ ଫୁଟିଛି ଓ ବତକମାନେ ଖେଳୁଛନ୍ତି। ଠିକ୍ ସେହି ପୋଖରୀ ପାଖରେ ଋଷିମୁନିଙ୍କର ଆଶ୍ରମ ଥିଲା। ରାଜା ସେହି ଆଶ୍ରମ ପାଖକୁ ଗଲେ। ସେଠାରେ ପହଞ୍ଚି ରାଜା ଋଷିଙ୍କୁ ପ୍ରଣାମ କରିଲେ ଆଉ ବସିଗଲେ। ଋଷିମାନେ ପଚାରିଲେ, ହେ ରାଜା, ଆପଣଙ୍କର ଇଚ୍ଛା କ'ଣ? ରାଜା କହିଲେ, ହେ ଋଷି, ଆପଣ ଏଠି କ'ଣ କରୁଛନ୍ତି ଆଉ କେଉଁଠୁ ଆସିଛନ୍ତି? ଋଷି କହିଲେ, ହେ ରାଜା, ଆଜି ହେଉଛି ପୁତ୍ରଦା ଏକାଦଶୀ। ଆମେ ଏହି ପୋଖରୀରେ ସ୍ନାନ କରିବାକୁ ଆସିଛୁ। ରାଜା କହିଲେ, ହେ ଋଷି, ମୁଁ ନିଃସନ୍ତାନ। ଆପଣ ମୋତେ ଦୟାକରି ପୁତ୍ରପ୍ରାପ୍ତି ପାଇଁ ଆଶୀର୍ବାଦ କରନ୍ତୁ। ଏହା ଶୁଣି ଋଷି କହିଲେ, ପୌଷ ମାସର ଏକାଦଶୀ ହେଉଛି ପୁତ୍ରଦା ଏକାଦଶୀ। ଏହି ବ୍ରତ କରିଲେ ନିଃସନ୍ତାନକୁ ସନ୍ତାନ ପ୍ରାପ୍ତି ହୁଏ। ଆପଣ ଏହି ଏକାଦଶୀ ବ୍ରତ କରନ୍ତୁ, ଆଉ ଭଗବାନଙ୍କ କୃପାରୁ ନିଶ୍ଚୟ ପୁତ୍ରପ୍ରାପ୍ତି ହେବ। ରାଜା ଏହା ଶୁଣି ଖୁସି ହୋଇଗଲେ ଆଉ ଯାଇ ରାଣୀ ସବ୍ୟାଙ୍କୁ ସବୁ କହିଲେ ଓ ପୁତ୍ରଦା ଏକାଦଶୀରେ ରାଜାରାଣୀ ଦୁଇଜଣ ମିଶି ବ୍ରତ କଲେ। ଭଗବାନ ବିଷ୍ଣୁଙ୍କର ପୂଜା କରିଲେ। ପୁରା ବିଧିବିଧାନରେ ଏକାଦଶୀ ବ୍ରତ କରି ଦ୍ୱାଦଶୀରେ ପାରଣ କରିଲେ। କିଛିଦିନ ପରେ ରାଣୀ ଗର୍ଭବତୀ ହେଲେ ଆଉ ପୁରା 9 ମାସ ପରେ ତାଙ୍କର ଗୋଟେ ତେଜସ୍ୱୀ ପୁତ୍ର ଜନ୍ମ ହେଲା। ଭଗବାନ ବିଷ୍ଣୁ ରାଜା ଯୁଧିଷ୍ଠିରଙ୍କୁ କହୁଛନ୍ତି, ହେ କୁନ୍ତୀ ପୁତ୍ର, ସନ୍ତାନ ପ୍ରାପ୍ତି ପାଇଁ ଏହି ପୁତ୍ରଦା ଏକାଦଶୀ ସବୁଠାରୁ ଶ୍ରେଷ୍ଠ ଉପାୟ। ଯିଏ ଏହି ବ୍ରତ କରନ୍ତି ସେମାନେ ସର୍ବଦା ଭଗବାନଙ୍କର ନିକଟବର୍ତ୍ତୀ ରହନ୍ତି। ତାଙ୍କର ପରିବାର, ସନ୍ତାନ ସନ୍ତତି ସର୍ବଦା ସୁସ୍ଥ ରହନ୍ତି। ଆଉ ଏହି ବ୍ରତ କଥା ଯିଏ ପଢ଼ନ୍ତି ବା ଶୁଣନ୍ତି ସେ ମୋକ୍ଷ ପ୍ରାପ୍ତି କରନ୍ତି। ଏହି ବର୍ଷ ଶାମ୍ବ ଦଶମୀ ଓ ପୁତ୍ରଦା ଏକାଦଶୀ ଗୋଟିଏ ଦିନରେ ପଡ଼ିଛି। ଶାମ୍ବ ଦଶମୀ ଓଡ଼ିଶାର ଏକ ବିଶେଷ ପର୍ବ, ଯାହା ପୌଷ ମାସ ଶୁକ୍ଳପକ୍ଷ ଦଶମୀରେ ପାଳିତ ହୁଏ। ଏହା ଭଗବାନ କୃଷ୍ଣଙ୍କ ପୁଅ ଶାମ୍ବ, ଯିଏ କୁଷ୍ଠରୋଗରେ ପୀଡ଼ିତ ଥିଲେ ଏବଂ କୋଣାର୍କରେ ସୂର୍ଯ୍ୟ ପୂଜା କରି ସୁସ୍ଥ ହୋଇଥିଲେ। ସେଇଥିପାଇଁ ପ୍ରତ୍ୟେକ ମାଆମାନେ ଶାମ୍ବ ଦଶମୀରେ ବିଭିନ୍ନ ପ୍ରକାର ପିଠାପଣା କରି ସୂର୍ଯ୍ୟଙ୍କୁ ପୂଜା କରନ୍ତି। ଆଜି ମହାଯୋଗରେ ପଡ଼ିଛି ଦଶମୀ ଆଉ ଏକାଦଶୀ। ଶାମ୍ବ ଦଶମୀ ବି ପିଲାମାନଙ୍କ ପାଇଁ ପୂଜା କରାଯାଏ ଏବଂ ପୁତ୍ରଦା ଏକାଦଶୀ ବି ପିଲାମାନଙ୍କ ପାଇଁ ବ୍ରତ କରାଯାଏ। ରାଧେ ରାଧେ।